ମୁଁ ଚାହୁଁଥିଲି ସେଇଟା ତଦନ୍ତ ହେଇକି ତାପରେ ଗୋଟେ ସୁଯୋଗ ଦେବା କଥା ଯେ ସରପଞ୍ଚ ପ୍ରକୃତରେ ଦୁର୍ନୀତି କରିଛନ୍ତି ନା ନାହିଁ ସେମାନେ ସେ ସୁଯୋଗଟା ମତେ ଦେଇନାହାନ୍ତି ମନ୍ତ୍ରୀଙ୍କ ଚାପରେ ତହସିଲଦାର ମ୍ୟାଡାମ ବିଡିଓ ସାର୍ ସମସ୍ତେ ମତେ ମାନେ ମୁଁ ହାଇକୋର୍ଟ କେସ୍ କରିଛି ତଥାପି ସେମାନେ ନେବାକୁ ନାରାଜ ଯେ ଆମେ ନେଇପାରିବୁନି ଏଇଟା ହାଇକୋର୍ଟ ଅର୍ଡର ନାହିଁ ଷ୍ଟେ ଅର୍ଡର ନାହିଁ ହେଲେ ଏମିତି କହିଲେ ମତେ ଡାଇରେକ୍ଟ ସେମାନେ ହବ ଏଇଠି ହବ ଆଗ ଇଲେକ୍ସନ ହବ ଏଇଟା କଣ ଭଲ ଲାଗିଛି କି ମତେ ଧମକ ଦେଲେ ସେମାନେ ଆଜ୍ଞା ସାର୍ ମୁଁ 9ଟା କେତେ 45 ଦେଲି ସେମାନେ ନେଲେନି ଆଜ୍ଞା ନା ସେମାନେ ନେଲେନି କିନ୍ତୁ ମୁଁ ତଥାପି ଜବରଦସ୍ତି ଦେଲା ପରେ ତାଙ୍କୁ କହିଲେ ଆପଣ ରହିବାକୁ ପଡିବ ମୁଁ ନେବିନି କହି ତାପରେ ନେଲେ ମୁଁ ଯେତେବେଳେ ଜବରଦସ୍ତି ଦେଲି ତାପରେ ଯାଇକି ନେଲେ ସାର୍ ସେଇଟା କିଛି ବି କାରଣ ନାହିଁ ଏବେ ସାର୍ 16 ତାରିଖରେ ମତେ ମିଳିଥିଲା ଆଦର୍ଶ ପଞ୍ଚାୟତ ଭାବରେ କଲେକ୍ଟର ଅଫିସରେ ମତେ ମିଳିଥିଲା ଗୋଟେ ଆୱାର୍ଡ ସାର୍ ସେଟାକୁ ଆମ ଡୋଙ୍ଗରୀର ଜଗନ୍ନାଥ ସାର୍ ତାଙ୍କେ ସମାଜସେବୀ ସାର୍ ତାଙ୍କେ ମାନେ ପଇସା ଦେଇକି ସେ ୱାର୍ଡ ମେମ୍ବର ମାନଙ୍କୁ 1,00,000 2 ଲକ୍ଷ ନେଇକି ଦେଇକି ସେମାନେ ତାଙ୍କୁ କାଟି ଦେଇକିରି ଆମେ କରିବା ସାର୍ ଏମାନେ କିଛି କରିପାରୁନାହାନ୍ତି ସାର୍ ମୁଁ ତ କିଛି ଦୁର୍ନୀତି କରିନି ନା ମୁଁ ଚାହୁଁଥିଲି ଗୋଟେ ତଦନ୍ତଟେ ହଉ ଖାଇଛି କଣ ସେଟା ଧରା ବିନା ତଦନ୍ତରେ ଏଇଟା ହେଇଛି ଆହୁରି ମତେ କହିଥିଲେ ଯେ 11 ତାରିଖରେ ଗୋଟେ 10 ତାରିଖରେ ଗୋଟେ ହବ ମିଟିଂରେ ତହସିଲଦାର ମ୍ୟାଡାମ ଆସିବେ ମୁଁ ସେଇଟା ଜଗିଥିଲି କାହିଁ ମିଟିଂ ହେଲାନି ସେଇଟା ତାଙ୍କେ ଡାଇରେକ୍ଟ କାଲି ଆସିଲେ ଆସିକି ଚେକ୍ କରିକି ଯାଇକିରି ତାଙ୍କେ ଆଜି ଡାଇରେକ୍ଟ ଇଏ ହେଲା ମୁଁ କିଛି ପଦକ୍ଷେପ ନେବିନି ଏବେ ଯାହା ମୁଁ ହାଇକୋର୍ଟ କେସ୍ କରିଛି କଣ ହବ ସେଇଟା ସେମାନେ ଡିସିସନ ନେବେ ସାର୍ ଏଠି ସେଇଟା ଅନ୍ୟ ହେଇଛି ସେଇଟା ସେ ହାଇକୋର୍ଟ ସେଇଟା ଆମେ କରିଥିଲୁ ସେଇଟା ଅନ୍ୟ ହେଇଛି ସେଇଟା ଜନସାଧାରଣ ମାନେ କହିବେ ଆମେ କାହାର କଣ ଖାଇଛୁ କି କାହାର କଣ କରୁଛୁ କଣ ଗୋଟେ ଉଚିତ ତଦନ୍ତ ହଉ ମୁଁ ଚାହୁଁଛି ଏଇଟା